ଧର୍ମସ୍ଥଳୀ ତା ସାଙ୍ଗକୁ ପର୍ଯ୍ୟଟନସ୍ଥଳୀ। କାହିଁ କେତେ ଦୂରରୁ ଲୋକଙ୍କୁ ଏଠାକୁ ଟାଣି ଆଣେ ଏଠାକାର କଳାକୃତି। କଳାକୃତିରେ ଭରା ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି। ପାହାଡ଼ରେ ଆଚ୍ଛାଦ ହୋଇ ଏହି ସ୍ଥାନରେ ଦେବାଦେବୀଙ୍କ କଳାକୃତି ଖୁବ୍ ମନୋରମ। ଉନାକୋଟି ଏହା ଏକ ବଙ୍ଗଳା ଶବ୍ଦ, ଯାହାର ଅର୍ଥ ହେଉଛି କୋଟିଏରୁ ଗୋଟିଏ ଏକ। କିନ୍ତୁ ଏହି ସ୍ଥାନକୁ ନେଇ ରହିଛି ଏକ ରହସ୍ୟମୟ କାହାଣୀ। ପୌରାଣିକ କଥା ଅନୁସାରେ ପୃଥିବୀ ଭ୍ରମଣରେ ବାହାରିଥିଲେ 1 କୋଟି ଦେବାଦେବୀ। କୈଳାସକୁ ଯିବା ରାସ୍ତାରେ ହଠାତ୍ ରାତି ହୋଇଯିବାରୁ କ୍ଳାନ୍ତ ହୋଇ ସମସ୍ତେ ଉନାକୋଟିରେ ବିଶ୍ରାମ କଲେ। କିନ୍ତୁ ସମସ୍ତଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ନିଦ୍ରା ଭାଙ୍ଗିବାର ଥିଲା। ଏହାପରେ ଯାତ୍ରା ପୁଣି ଥରେ ଆରମ୍ଭ ହୋଇଥାନ୍ତା। କିନ୍ତୁ ଠିକ୍ ସମୟରେ କେବଳ ପ୍ରଭୁ ଶିବ ହିଁ ଉଠିଥିଲେ। ଶିବ ଉଠିବା ବେଳକୁ ସମସ୍ତ ଦେବାଦେବୀ ସେମିତି ନିଦ୍ରାରେ ଶୋଇ ରହିଥିଲେ। ଖାଲି ସେତିକି ନୁହେଁ, କ୍ଳାନ୍ତ ହୋଇ ଯାଇଥିବାରୁ କାହାର ମଧ୍ୟ ଉଠିବାରେ ଇଚ୍ଛା ନଥିଲା। ଯାହାପରେ କ୍ରୋଧିତ ହୋଇ ପଥରରେ ପରିଣତ ହୋଇଯାଉ ବୋଲି ଶିବ ଅଭିଶାପ ଦେଇଥିଲେ। ତେଣୁ ସମସ୍ତ ଦେବାଦେବୀ ସେଠାରେ ପଥର ପାଲଟି ଯାଇଥିଲେ। ଉନାକୋଟି ଅଗରତାଲାରୁ 140 କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ଯିବା ପାଇଁ ବସ୍ ଏବଂ ଟ୍ରେନ୍ର ସୁବିଧା ରହିଛି। କିନ୍ତୁ ଏଠାକୁ ଯିବାର ସର୍ବୋତ୍ତମ ସମୟ ହେଉଛି ଶୀତଦିନ। ଦେବାଦେବୀଙ୍କ ମୂର୍ତ୍ତି ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ଶାନ୍ତି ପ୍ରଦାନ କରେ। ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି। ଏଠାରେ ଥିବା କିଛି ଦେବାଦେବୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା 30ରୁ 40 ଫିଟ୍। ବ୍ୟୁରୋ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।